ବାବାର କ୍ୟାମେରା ସେ ତା ବାବାଙ୍କର କ୍ୟାମେରା। ତମେ କୁଆଡେ ଗଲ ଲାଡୁ କୁଆଡେ ଗଲା ମୁଁ କହିଲି ମାମା ଙ୍କର ଦେହ ଭଲ ନଥିଲା ଆଉ ଲାଡୁଟା ଏବେ କୁନି ହେଇଛି ସେ ଲାଡୁ ଆଇଲାନି ଟିକେ ବଡ ହେଇଯାଉ ସେ ଆସିବ। ମାମା ତମର ଏବେ ଷ୍ଟାର୍ଟ ହେଇଗଲା ପିଠା। ମତେ ଟିକେ ପିଠା ଦିଅ। ପିଠା ଦେବି ପିଲା ହାତ ବଢଉଛି ମୁହଁ ଧୋଇକି ଆସିଲା ବ୍ରଶ କରିନି କହିଦେବି ସମସ୍ତଙ୍କୁ। ହଁ କହିଦେବି ତ ଆଗରୁ ତ କହିସାରିଲଣି। କହିଦେବି ବା କହିସାରିଲଣି। ଆସିଲା ଗୋଟେ ପିଲା ବ୍ରଶ କର ନାହିଁ ଆସିକି କହୁଛି ମାମା ପୁର ଦିଅ ଖାଇବି। ଗରମ ଅଛି ପୁରଟା ତ ପୁରା ହାତ ଚେଙ୍କା ଲାଗିଯାଉଛି ଗରମ। ଛୁଇଁରେ ଦେଖିବା ଦିନଟାକୁ ଛୁଇଁ ଦେଖୁନୁ ବାମ୍ଫ ବାହାରୁଛି ଗରମ ବାମ୍ଫ ଜାଣିପାରୁନୁ ତାତିଆରେ। ନା ଜାଣିପାରୁନି। କେତେ ସୁନ୍ଦର ଦେଖାଗଲା ପିଠା। ପୁରା ମାଟି ଫାଲି ଦିନ ପୁରା କହୁଥିଲୁ ତ ଜନ୍ମଦିନରେ ଏମିତି ଗୋଟେ ପିଠା କରିବୁ ଆଉ କେକ୍ ଆସିବନି। ହଁ କି କାହିଁକି ତୁ ମନା କରୁଥିଲୁ। ସିଏ କହୁଛୁ ବ୍ଲକ୍ କରିବ ବୋଲି ଅନଉନ ଲାଡୁରୁ ଏଇଟା କଣ ହଉଛି ମାମା ଏଇଟା କଣ ଏଇ ଦେଖ ହେଇଲୋ ମାମା କଣ କଲି ଏବେଠୁ ଖାଏ ଶିଖୁଣି ଶାଶୁ ଭଲ ପୁଣି କରିବୁ ହେଲା ଏବେଠୁ ଶିଖ ଶାଶୁ ଘରକୁ ଗଲେ କରିବୁ ଭାଇ କହୁଛି ଦେଖ ଲାଡୁ ଦେଖ। ମୋ କଥା ଶୁଣିବୁନି ଅସୁବିଧାରେ ପଡିବୁ ତୋ ଭାଇ କହୁଛି ଶୁଣେ। ଯେତେବେଳେ ଫୋନ କରିକି କହିବେ ଆଗ୍ନିକ ବାବୁ ଆପଣଙ୍କ ଭଉଣୀକି ଖାଲି ପଠେଇ ଦେଇଛନ୍ତି ଆପଣଙ୍କ ଭଉଣୀ କିଛି କାମ ଶିଖିନାହାନ୍ତି ତୁ କଣ କରିବୁ? ବିସ୍କିଟ ଖାଇବା ଗୋଟେ ଟପ୍ ଟପ୍ ବିସ୍କିଟ ଖାଇବା ମାମା ଏମିତି କାଇଁ କରୁଛ? ଫାଙ୍କ ଥିବ ସେ ପିଠାଟା ପୁରା ସ୍ମେଲ ହବ ବିରି ଚାଉଳ ଶେଷ ମାନେ ବାମ୍ଫ ନା ଯୋଉଠି ଏୟାର ନେଇଯାଇଥିବ କି କଣ ହେଇଥିବ ତାକୁ ଏମିତି ବାଡେଇ ଦେଲେ ସେ ପୁରା ପୁରା ପ୍ଲେନ୍ ହେଇଯାଉଛି ଟା ଦେଖ ଯୋଉଠି ଏୟାର ନଉଛି ଦେଖ ଫୁଟି ଯାଉଛି କଣା ହେଲା ଏମିତି କରିଦେଲେ କାହିଁକି ତୁ କେଁ ହଉଛୁ ତୁ ସକାଳଟାରେ କାହିଁ ବିସ୍କୁଟ ଖାଇବୁ କି ତୋର ମୁଁ ଓଟ୍ସ କରିଛି ତୁ ଖାଇବୁ ରହ। ବାମ୍ଫ ବସେଇଛୁ ଯେ ଗରମ ପାଣି ବାମ୍ଫ ପୁରା ଧୂଆଁ ଭଳି ଏବେ ଏମିତି ବସିଲା ଗ୍ୟାସ୍ ପଢେଇଦବା ଏଇଟା କଣ କରିବା ନା ତା ଉପରେ ଏମିତି ଘୋଡେଇବା ଦେଖିଲୁ ଲାଡୁ କେମିତି ହେଲା ପୁରା ଗରମ ହେଇଯିବ। କୋଉଟା ତୁ ମାମ କରିବୁ ଏ ଟପ୍ ବିସ୍କୁଟଟା ମାମ କରିବୁ ନେଇକି ଯା ବାବାଙ୍କୁ କହିବୁ ବାବା ଏଟା ଖୋଲିଦିଅ ଯା ଯା ବାବାଙ୍କୁ କହିବୁ ଗଲୁ ଯା ଧନ ସେ ଛତାଟା ଆଣିକି ଲୁଚେଇ ସେପଟ ରଖିଦେଲୁ ସେ ତା ଆଖି ପାଖିରେ ବାଜିବ ରଖିଦେ ପୁରା ଲୁଚେଇକି ରଖିଦେ ବାବା ତାକୁ ଦେଖାନି ଜଲ୍ଦି ପଳା ସେ ଆସିବ ସାଙ୍ଗେ ସାଙ୍ଗେ ଏବେ ଆରେ ତାକୁ ଘରକୁ ନେଇଯା। ଟମାଟୋ ପକେଇଦେଲି ମସଲା ରେଡ଼ି ହେଇଗଲା ଏଠି ଦେଖନ୍ତୁ ସିଝେଇକି ମୁଁ ରଖିଛି କାବୁଲ ଚଣା ଆଳୁ ତା ଦେହରେ ବୁଟ ମାନେ ବୁଟ ଡାଲି ଅଳ୍ପ କାବୁଲ ଚଣା ଆଳୁ ଖାଲି ତ କାବୁଲ ଚଣା ତରକାରୀ ବି ହୁଏ ମଟର କାବୁଲ ଚଣା ମିଶେଇକି ବି ହୁଏ ଆଉ ଆପଣମାନେ ଏମିତି କାବୁଲ ଚଣା ସହିତ ବୁଟ ଡାଲି ପକେଇକି ସିଟି ମାରିକି ଏମିତି କରିବେ ଦେଖିବେ ତରକାରୀଟା ବହୁତ ଟେଷ୍ଟ ଲାଗେ ଆଉ ତାର ଝୋଳଟା ବି ବହଳିଆ ରୁହେ ତ ଏଇ ତରକାରୀଟା ଖାଇବା ପାଇଁ ଧନର ସବୁବେଳେ ତାର ମାମା ପିଠା ଯେଉଁଦିନ କରିବୁ ସେଇ ଦୁଇଟା ଡାଲି ମିଶେଇକି ଯେଉଁ କରୁଛ କହିବ ଗୋଟେ ମଟର ଆଉ ଗୋଟେ ଡାଲି ଏଇ ଦୁଇଟା ମିଶେଇକି ତରକାରୀ କରିବ। ଏବେ ତ ପିଠା ବସେଇଦେଲି ଆଉ ମସଲା କଷୁଛି ମସଲାରେ ପାଣି ଦେଇକି ୟାକୁ ଚଣା ଆଉ ଯେଉଁ ସିଝେଇକି ରଖିଥିଲି ତାକୁ ଏବେ ଢାଳି ଦେବି ଢାଳି ଦେଇକି ଘୋଡ଼େଇ ଦେଇକି ସେତିକି ସମୟ ଭିତରେ ମୁଁ ପଳେଇବି ଗାଧୋଇକି ଫ୍ରେଶ୍ ହେଇ ଆସିବି ତାପରେ ଠାକୁର ପୂଜା କରିଦେବି ତାପରେ ଧନ ଖାଇବ ଖାଇକି ଯିବ ଆଉ ତାର ଆକ୍ଚୁଆଲି ଆଜି ସଣ୍ଡେ ଆବାକସ୍ ସେ ସକାଳେ 9:30ରେ ଯିବ ସେଥିପାଇଁ ମୋ ପୁଅ ଆଜି ଟିକେ ଲେଟ୍ ଯାଏଁ ଶୋଇପଡ଼ିଥିଲା ତାକୁ ଧରିକି ମୁଁ ବି ଶୋଇପଡ଼ିଥିଲି ଯେହେତୁ ବର୍ଷା ହେଉଛି ଦେଖନ୍ତୁ ପାଗ କେମିତି
ଜଣା ପଡ଼ିବନି। ଜଣା ପଡ଼ିବନି? ଜଣା ପଡ଼ିବ ନା ଆଉ। ଦେଖ ଆଜି ପୁରା ପାଗ ପୁରା ମେଘୁଆ ମେଘୁଆ ପାଗ ନା। ଥ୍ୟାଙ୍କ ୟୁ। ଖରାବେଳକୁ ଆଜି କ'ଣ ଖାଇବୁ? କ'ଣ ଖାଇବୁ? ସ୍ୟାଣ୍ଡୱିଚ। ଆପଣ ଦେଖୁଥିବେ ସେ ବ୍ରସ୍ କରୁଛି, ସେ ମୋତେ ଯାଇକି ପୁର ମାଗୁଥିଲା ଖାଇବ ବୋଲି। ଯା ତୁ ବ୍ରସ୍ କର, ମୁଁ ତ ଯାଏ ଗାଧୋଇ ଆସେ। ଉଠ 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 ଉଠ। ଆସିଗଲୁ? ଯାଇଥିଲା ଦେଖନ୍ତୁ ମୋ ଝିଅ କ୍ଷୀର ଆଣିବାକୁ। ମା ତୁ ଆଣିଛୁ? ଦେ ଦେଲୁ, ସେଟା ବାବୁର। ଦେ ନା କ'ଣ ନା ଦେ, ସେଟା ବାବୁର। ହଁ ବାବୁକୁ ଦେଇଦିଅ ସେ ଚକୋଲେଟ୍ଟା। ଦେଇଦିଅ ବାବୁକୁ, ଦେଇଦିଅ ସେ ଚକୋଲେଟ୍ଟା। ଦିଅ ମୋତେ ଦିଅ, ମୁଁ ଖାଇଦେବି। ମୁଁ ଲାଡୁକୁ ଦେବିନି। ଦେଖ ଧନ, ଧନ ତୁ ଏଇଟା ନେଇଯା ନେଇଯା ନେଇଯା, ଦେ ନା ଦେ ନା ଧନ ତୁ ନେଇଯା। ଇସ୍ ବାବୁ କତିରୁ ନେଇଗଲା ତ ମନ ଖୁସି ଆଉ। ହଁ ତୁ ତ ସବୁଥିରେ ଆଗରେ ରହୁଛୁ। ମାମ୍ ବାବା ବାବା ଆସନ୍ତୁ, ମାମ୍ ଯାଉ। ଦେଖନ୍ତୁ ଏଇଠି ବସିଛି ସିଝା ପିଠା ହେଇଗଲାଣି, ଜଷ୍ଟ ଅଳ୍ପ ଟିକିଏ ହେବ। ଆଉ ପୁଅର ଆକ୍ଚୁଆଲି ଟାଇମ୍ ହେଇଗଲାଣି। ପୁଅ ପାଇଁ ମୁଁ ରେଡ଼ି କରିଦେଇଛି ଇଡ଼ଲି ତରକାରୀ। ନିଅନ୍ତୁ ଏଇଟା ଖାଇଦେବେ। ଯେଉଁ ପୁର ପିଠା ଯେଉଁ କରିଛି ତୁ ଆସିବୁ ନା 11:30 ବେଳେ, ଆସିଲେ ତୋତେ ସେଇଟା ଦେବି ହେଲା। ଏଇଟା ଆଉ ଟିକେ ହେବ ନା, ଲେଟ୍ ହେଇଗଲାଣି। ମୋ ନାକ ସେଟା ଫାଟି ଯାଇଛି, ସେଟା ଟିକିଲି ନୁହଁ। ଟିକିଲି ଏଠୁ ଆସି ନାକରେ ଲାଗିଛି। ଏଇଠି ଲାଗିଛି। ହଉ ଆଉ ଖଣ୍ଡେଟା ତଳୁ ହେଇଛି। ଆଉ ଏଠି ଆସି ଟିକିଲି ଲାଗିଛି କି? ମୁଁ ତ ଦେଖିନଥିଲି। ହଉ ଛାଡ଼, ଖା। ଏଇଠି ତାର ଇଟଲି କରିଥିଲି, ଇଟଲି ମଝିରେ ଏମିତି ପୁର ଦେଇ ଦେଇଛି। ପୁର ଦେଇକି ତାକୁ ଏମିତି କାଟି ଦେଇଛି ପୁରା ସାଇଜ୍ କରିକି। ଏବେ ଗରମ ଗରମ ଥିଲା ବୋଲି ସେଇଟା ବହୁତ ପୁର ଦେଇଥିଲି ତୋ ପାଇଁ। ଖାଇକି ଦେଖେ, ଆସିଲେ ସେଟା ଯେଉଁ କେକ୍ ଭଳିଆ ଯେଉଁ ପିଠାଟା କରିଛି ସେଇଟା କାଟି ଦେଇଥିବି। ସେଇଟା ବା ଦେବି କହୁଛି, ଆସିଲେ 11:30 ବେଳକୁ। ସେଇଟା ହେଇନି ନା ତୋର ଦେଖ ଅଲରେଡ଼ି 9:30 ବାବା, 9:30 ଟାଇମ୍ ହେଇଗଲାଣି। ଆଉ ହଁ ସେଇଟା ମୁଁ ଆଜି ରାତି କରିଦେବି। ଖାଇଦେ ଖାଇଦେ, ଜଲ୍ଦି ଜଲ୍ଦି ବାବା ଖା, ମୁଁ ପାଣି ଦେଉଛି ଖା। ହଁ ମଟର ତରକାରୀ। ଆଉ ଜଣକୁ ଦେଖନ୍ତୁ, ଆରେ ତା ବାବା ଅଛି ମାନେ ଜିନ୍ଦାବାଦ ନୁହଁ। ସେଇଟା କାହା ମୋବାଇଲ? ସେଇଟା କାହା ମୋବାଇଲ? ନା, ଗୋଟେ ପିଲା ଘରେ ବସିବ, ତାର ସବୁବେଳେ ତାର ଜୋତା ଦରକାର। ସେଇଟା କାହିଁକି ଜୋତା କାହିଁ ପିନ୍ଧିବୁ? ସେଇଠି ଗଲେ ସିନା ପିନ୍ଧିବ, ଘରେ ବୁଲିବୁ ସୁଧା ଜୋତା ପିନ୍ଧିକି। ଏମିତି ଚାଲିବୁ, ଦେଖିଆ ବୁଲିଲୁ। ଏମିତି ବୁଲିକି ଏମିତି ନାଚିବୁ। ନାଚିଲେ ଆଉଥରେ ନାଚ, ଆଉଥରେ ନାଚିଲୁ। ହଁ ହଉ ହଉ, ତୁ ନାଚେ, ଖେଳେ, ମୁଁ ଯାଉଛି। ମାମ୍ ଆସ ଆସ, ମାମ୍ କରି ଆସ। ତୁ ନେଇଯା ସେ ଜୋତାଟା, ନେଇଯା ତାର, ନେଇଯା। ନା ସେ ଜୋତା ନେଇଗଲୁ, ନେଇଯା। ସ୍ୱସ୍ତିକି ଦେଇଦେବୁ, ସ୍ୱସ୍ତିକି ପିନ୍ଧିବ। ତମେ ନବ କି? ଏଟା ନେଇଯିବା, ଆମ ବେବି ହେଲେ ହବ। लो किए सेठी? हैं किए सेठी? किए सेठी? किए कौन? किए से किए डाकुचन कहदेनि, किए डाकुचन कह। ଏଟା ନେଇଯିବା, ଆମର ଆମର डाकिदेलु को डाडी डाकिलु। ନେଇଯିବା। ଏଟା ନେଇଯା ସେ ଜୋତାଟା ନେଇଯା, ସ୍ୱସ୍ତିକି ଦେଇଦେବୁ, ସ୍ୱସ୍ତିକି ପିନ୍ଧିବୁ। ନେଇଯା, ଆମେ ନେଇଯିବା। ତାର ନୂଆ ଚପଲ ଆଇଛି, ଆମେ ନେଇଯିବା। ଆଇଛି ଆଇଛି, ନେଇଗଲା। ଦେଖ ନେଇଗଲା, ଛଡେଇକି ନେଇ ଆସିଛି ଜୋତା। ତୁ ଦେଇଦେ, ସ୍ୱସ୍ତିକି ଭାଇ ପିନ୍ଧିବ ସେଇଟା, ଦେଇଦେ। ଭାଇ ପିନ୍ଧିବ, ଦେ। ହଁ ଭାଇ ପିନ୍ଧିବ, ଦେ ଦେ। ପିନ୍ଧିକି ଭାଇ କୋଉ ପଟରେ ପିନ୍ଧିବ? ଏଇଠି ପିନ୍ଧି କୋଉ ପଟରେ ପିନ୍ଧିବୁ? ଏଇଟା କିଏ ପିନ୍ଧିବ? ନା ମୁଁ ନେଇଯାଉଛି। ଭାଇ ତାକୁ କ'ଣ କହିଥିଲେ ଆସିଲା ବେଳକୁ ମାଛ କି ମଟନ ନେଇକି ଆସିବା ପାଇଁ? ଆଉ ସିଏ କ'ଣ ମୋତେ କହିଲା ନବୁନି, କିଛି ନବୁନି। ଆସିଲା ବେଳକୁ ଧରିକି ମଟନ ଧରିକି ଆସିଛି। ଗୋଟେ ପିଲା ଅଟୋରେ ନେଇକି ଆସିଲା, ପୁଣି ବାଟରୁ ମଟନ ନେଇକି ଆସିଛି।
କହିଲା ସବୁବେଳେ ଖାଉଛି ବା ତୋ ପାଖରେ, ଭାଇ ବିଗୁଡ଼ୁଛନ୍ତି। ସବୁବେଳେ ଖାଇବ ଦିନେ ଦବ। ଦେଖନ୍ତୁ ଗୋଟେ ପିଲା ଆସିଲା ବେଳକୁ ଏଥିରେ ମଟନ୍ ଧରିକି ଆସିଛି। ଭାଇ ଯାଇଛନ୍ତି ପୁଅକୁ ଛାଡ଼ିବାକୁ। ଏଇଥିରେ ହେଇଗଲା ଦେଖନ୍ତୁ ସିଝା ପିଠା ରେଡ଼ି। ମୋ ପୁଅ ଖାଇପାରିଲାନି, ମନ କରିଥିଲା ସକାଳୁ ଖାଇବ ବୋଲି। ଯାହା ହଉ ଆସିଲେ ଦେବି ଖାଇବାକୁ ଆଉ। ଏଠି ଆଉ ଗୋଟେ ଘଡ଼ି ବାବା ଲୋ କି ଖରା, ପୁରା ନାଲା ପଡ଼ିଯାଇଛି ମୋ ପୁଅ। ଯା ବସି ପଡ଼ ଆଗ ଯାଇ ବସିଲୁ ତୁ ଆସିଲୁ ବାବା। ମାମା ବାବା ମତେ ତଳେ ଛାଡି ନ ଗଲେ ତାଙ୍କର କଣ କାମ ଅଛି, ସେ କାମ ସାରିକି ଆସିବେ। ତୁ କଣ ଏ ଗାମୁଛା ପକେଇକି ଆସିଛୁ? ମାମା ମତେ ଜଣେ ଅଙ୍କଲ ଦେଲେ ମୁଁ ସେଇଠି ସମସ୍ତଙ୍କୁ ବଡ଼ ଲୋକମାନଙ୍କୁ ଦିଆ ହଉଥିଲା। ଆଉ ମାମା ସେଇଠି ମତେ ବହୁତ ଲାଜ ଲାଗିଲା। ମୁଁ କହିଲି ଯେ ଅଙ୍କଲ ଏଇଟା ତ ବଡ଼ ଲୋକମାନଙ୍କୁ ଦିଆ ହଉଛି, ତାହେଲେ ମତେ କାହିଁ ଦେଲେ? ଅଙ୍କଲ କହିଲେ ଯେ ଏଇଟା ଯିଏ ଯାହାକୁ ଅଧିକ ଭଲ ପାଏ ତାହେଲେ ସେ ତାକୁ ଦିଅନ୍ତି। ହଁ ଛୋଟ ପିଲାଟା ତ ଦେଇଛନ୍ତି, ସେଇଥିପାଇଁ କହିଲେ ଯେ ତମକୁ ଆମେ ବହୁତ ଭଲ ପାଉ, ସେ ଦେଲୁ ଆଉ। ପୁଣି ଆମେ ଜାଣିଛୁ ଅଙ୍କଲ ମତେ ଗେଲୁ କଲେ, ହକ୍ କଲେ। ଆଉ ମାମା ସେଦିନ ମୋ ଅଙ୍କଲ ମାନେ ମତେ ଚିହ୍ନିଛନ୍ତି। ଆଉ ମାମା ଜାଣିଛୁ କେତେ ଖାଇବା ହେଇଥିଲା, ମୁଁ ଖାଲି ପେଟ ବାଡେଇନା ଖାଇଲି। ତୁ ତ ସେଇଥିପାଇଁ ଯାଇଥିଲୁ, ପେଟ ବାଡେଇ ଖାଇବା ପାଇଁ। ଭାତ ହେଇଥିଲା, ଡାଲି ହେଇଥିଲା, ମାଛ ଘାଣ୍ଟ ହେଇଥିଲା, ପାମ୍ପଡ଼ ହେଇଥିଲା, ଆଉ କଣ ସେଇଟା ଖଟା ହେଇଥିଲା, ପୁଣି ଯୋଉ ଘାଣ୍ଟ ହେଇଥିଲା। ମାଛ ଘାଣ୍ଟ ଆଉ ଗୋଟେ ମାଛ ନର୍ମାଲ ଘାଣ୍ଟ ବି। ହଁ ବଢ଼ିଆ ସେ ଖାଇଲୁ। ବାବା ତତେ କାଲି ରାତିରେ କଣ କହିଥିଲେ ହବ ବୋଲି? ବିରିୟାନୀ କହିଥିଲେ ହବ ବୋଲି, ଦେଖିଲା ବେଳକୁ କହିଲା ବେଳକୁ ସବୁ ଫୁସ୍ ବିରିୟାନୀ ଆଉ ନାହିଁ। ପୁଣି ବାବାଙ୍କୁ ବାବା ବିରିୟାନୀ କାଇଁ? ବାବା କହିଲେ ସନ୍ଧ୍ୟାବେଳେ ତୋ ପାଇଁ ଆଣିଦେବି। ଦେଖନ୍ତୁ ମୋ ପୁଅ କେତେ ଖରାରେ ଯାଇଥିଲା, ଖରାରେ ଆସିଛି। ରୋମା କାଢ ଦେଖା ଟିକେ ଏ ମା କି ଝାଳ ଦେଖନ୍ତୁ, ତା ମୁଣ୍ଡରୁ ପାଣି ଗଡୁଛି ଦେଖନ୍ତୁ, ପୁରା ଓଦା, ପୁରା ଝାଳ ଗରମ। ଆକ୍ଚୁଆଲି ତା ବାବାଙ୍କର ଗୋଟେ ଜାଗାରେ ମିଟିଂ ଥିଲା। ତା ବାବା କାଲି ରାତିରେ କହିଦେଇଛନ୍ତି ଗୋଟେ ମିଟିଂ ଅଛି ମୁଁ ଯିବି ବୋଲି। ସେ ତାର ଗଲା କାଲିଠୁ କାନ୍ଦୁଛି ଯେ ବାବା ମୁଁ ତମ ସାଙ୍ଗରେ ଯିବି ମିଟିଂ, ତ ମିଟିଂରେ କ'ଣ କରୁଛ ମୁଁ ଟିକେ ଯିବି ବସିକି ଦେଖିକି ଆସିବି। ସେ ତା ବାବାଙ୍କର କ୍ୟାମେରା, ତା ବାବାଙ୍କର ସେ କ୍ୟାମେରାମ୍ୟାନ୍ ହେଇକି ଯାଇଛି। ତା ବାବା ସେଠି କ୍ୟାମେରାରେ କ'ଣ କରୁଛନ୍ତି ତୁ ଦେଖିବାକୁ ଯାଇଥିଲୁ? ହଁ କ'ଣ ଦେଖିଲୁ? କ'ଣ ବାବା ମିଟିଂରେ ବସୁଛନ୍ତି, କ'ଣ ଦେଖୁଛନ୍ତି, କ'ଣ ଶିଖୁଛନ୍ତି, ତ ଶୁଣିକି ବୁଝିକି ସବୁ ଆଇଲୁ। ବାବା ସମସ୍ତେ ଷ୍ଟେଜ ଉପରେ ଯୋଉ ବସି ନଥାନ୍ତି ବାବା ସେ ଛିଡ଼ା ହେଇଛନ୍ତି, ପଚାରୁଛନ୍ତି ସମସ୍ତେ। ହଁ ହଉ ଚାଲ ଖରା ଜୋର ଶୋଇପଡ଼ିବୁ, ଚାଲ ବାବା ଆସନ୍ତୁ। ବାବା ଖାଇକି ଆସିଛନ୍ତି ତ, ନା ଛାଡ଼ି ଦେଇକି ବାବା ପୁଣି ସେଇଠିକି ଗଲେ? ମୁଁ ଦେଖିନି। ହଉ ତୁ ଶୁଣୁନ, ସମସ୍ତେ ପଚାରିଲେ ଯେ ତମେ କୁଆଡେ ଗଲ, ଲାଡୁ କୁଆଡେ ଗଲା? ମୁଁ କହିଲି ମାମାଙ୍କର ଦେହ ଭଲ ନଥିଲା ଆଉ ଲାଡୁଟା ଏବେ କୁନି ହେଇଛି, ସେ ଲାଡୁ ଆଇଲାନି, ଟିକେ ବଡ ହେଇଯାଉ ସେ ଆସିବ। ଏଇଆ କହିଲୁ? ଆକ୍ଚୁଆଲି ମୋ ମୁଣ୍ଡଟା ବି ବହୁତ ଜୋର ସକାଳ ପରେ ପିନ୍ଧୁଥିଲା, ତା ବାବା ବି ପଚାରୁଥିଲେ ତୁ ଯିବୁ କି ନାହିଁ, ମୁଁ ମନା କଲି। ଆଉ ଲାଡୁକୁ ତ ନେଇକି ଏବେ ଖରାରେ ମୋର ଯିବା ପାଇଁ ବି ଟୋଟାଲି ବି ଇଣ୍ଟରେଷ୍ଟ ନାହିଁ, କାହିଁକିନା ସେ କୁନିଟା ଆଉ ଗରମରେ ସେ ବହୁତ ମାନେ ହଇରାଣ ହେଇଯିବ ଯେଉଁଠିକି ବି ଗଲେ, ତ ସେଥିପାଇଁ ମୁଁ ନେଇଗଲି। ଆଉ ୟା ଅବସ୍ଥା ତ ଆପଣମାନେ ଦେଖୁଥିବେ। ଆଉ ଇଏ ଯାଇଛି ମାନେ ଇଏ କେବଳ ପାଣି ପିଇଥିବ, କୋଲ୍ଡ ଡ୍ରିଙ୍କସ୍ କେତେଟା ପିଇଥିବ ଜଣା ନାହିଁ। ପିଇନୁ? ହେଇନାହିଁ ହେଇଥିଲେ ପିଇଥାନ୍ତୁ, ଆଉ ଗୋଟେ ପେଟି ସାରିକି ଆସିଥାନ୍ତୁ। ନହେଲେ ଆଇସ୍କ୍ରିମ ହେଇଥାନ୍ତା 5ଟା।
ଆଉ ଚାଲ ଆମ ଲାଡୁ ଲାଡୁ ଶୋଇଛେ ଚାଲ ଚାଲ କାଢି ପକା କାଢି ଟିକେ ପାଣି ଦେଖୁନୁ ପଡ଼ି ହେଉଛି ବଦମାସି ଆମ ପାଣି